ସେଇଭଳି ଜଗନ୍ନାଥଙ୍କର ଲୀଳାରେ ଚନ୍ଦନ ହଜୁରୀ ନାମକ ଏକ ଭକ୍ତ, ତାର ପୂର୍ବ ନାମ ଥିଲା ଚାକି ଖୁଣ୍ଟିଆ। ଯେତେବେଳେ ଦେଶରେ ଭାରତରେ ବିଦେଶୀମାନଙ୍କ ଶାସନ ଚାଲିଥାଏ, କିଛି ବିଦେଶୀ ଜଗନ୍ନାଥଙ୍କ ରଥଯାତ୍ରା ମନ୍ଦିରକୁ ନେଇକି କିଛି ଉପଦ୍ରବ କରିଥିଲେ। କାରଣ ସେମାନେ ସବୁ ସାହେବ ଥାଆନ୍ତି, ସାହେବ ହିସାବରେ ସେମାନେ ବିବାହ କରି ଇଂଲଣ୍ଡ ଚାଲିଗଲେ। ଏ କଥା ସହିପାରିଲେନି ଚାକି ଖୁଣ୍ଟିଆ ବା ଚନ୍ଦନ ହଜୁରୀ। ଇଂଲଣ୍ଡ ଯାଇ ସେ ଧର୍ମସଭାରେ ବା ତାଙ୍କର ଆସେମ୍ବଲି ହଲ୍ରେ ତାଙ୍କୁ ଗୁଳି କରି ହତ୍ୟା କରିଦେଲେ। ହତ୍ୟା କରି ପୁଣି ଓଡ଼ିଶା ଫେରି ଆସିଲେ। ଯେତେବେଳେ ଓଡ଼ିଶା ଫେରି ଆସିଲେ, ସେମାନଙ୍କର ବିଦେଶୀମାନଙ୍କର ଯେତେବେଳେ ପ୍ରକାଶ ପାଇଲେ ଚନ୍ଦନ ହଜୁରୀ ୟାକୁ ହତ୍ୟା କରିଛନ୍ତି ଏବଂ ଆକୁ ଦଣ୍ଡ ବିଧାନ ଦିଆଯାଉ। ଯେତେବେଳେ ଚନ୍ଦନ ହଜୁରୀକୁ ଧରି ଦଣ୍ଡ କ'ଣ ଦିଆହେଲା, ତାକୁ ଫାଶୀ ଦଣ୍ଡ ଦିଆଯାଉ। ପୁରୀରେ ଦିଆହେଲା, ପୁରୀ ଜେଲରେ ତାକୁ ରଖାହେଲା। ଜଗନ୍ନାଥଙ୍କ ଧାମରେ ଆଉ ପୁରୀ ଜେଲରେ ଜଗନ୍ନାଥଙ୍କ ଧାମରେ ଜଗନ୍ନାଥ ଭକ୍ତକୁ ପୁଣି ଫାଶୀ ଦିଆ। ଏ କଥା କ'ଣ ଜଗନ୍ନାଥ ସହ୍ୟ କରିପାରିବେ? ଫାଶୀ ଦେବାର ତାରିଖ ମଧ୍ୟ ନିର୍ଦ୍ଧାରିତ ହୋଇଗଲା। ଯେତେବେଳେ ଫାଶୀ ଦେବାକୁ ଯାଉଛନ୍ତି, ତାକୁ ପଚାରାଯାଉଛି ଆପଣଙ୍କ ଶେଷ ଇଚ୍ଛା କ'ଣ? ସେତେବେଳେ ଜଗନ୍ନାଥଙ୍କର ସେ କିଛି ଭଜନ ଗାଇଛନ୍ତି। ଆପଣମାନେ ଏହାକୁ ଅନୁସନ୍ଧାନ କରିକି ଶୁଣିପାରିବେ। ବହୁତ ସୁନ୍ଦର ଭଜନ, ବହୁତ ସୁନ୍ଦର ଭଜନ। ଜଗନ୍ନାଥ ଚାକି ଖୁଣ୍ଟିଆ ବା ଚନ୍ଦନ ହଜୁରୀ ବହୁତ ସୁନ୍ଦର ଗାଇଛନ୍ତି। ସେ ଭଜନ ଅଛି। ଯେତେବେଳେ ଫାଶୀ ଦିଆହେଇକି ତା ବେକରେ ଏଭଳିଆ ରସି ଡାଳିକି ଘାତକ ଯେ ବୋଲୁନି, ଘାତକ କହନ୍ତି ତାକୁ। ଯେତେବେଳେ ଘାତକ ସେତେବେଳେ ସୁଇଚ୍ ଦବାଉଛନ୍ତି, ଦେବା ସମୟରେ ଏ ଯେଉଁ ଫାଶୀ ଦେବା ଲାଗିଥିବା ରସି ଏଟା ଛିଡ଼ିଯିବ। ଯଦି ପ୍ରଥମେ ଛିଡ଼ିଗଲା ଆଉ ଫାଶୀ ଦେଇପାରିବନି। ସେ ହେଉଛି ଏ ଜଗନ୍ନାଥ ତାକୁ ଏଥିରେ ବଞ୍ଚେଇଛନ୍ତି। ଦେଖ, ଏଥିରୁ ଷଷ୍ଠ ପ୍ରମାଣ ହେଉଛି ମମ ନିମିତ୍ତଂ କୁତଂ ପାପ ଧର୍ମାୟ କଳ୍ପତେ। ଆପଣମାନଙ୍କୁ 3ଟା ଉଦାହରଣ ଦିଆହେଲା, ମହାଭାରତର ଦିଆହେଲା, ରାମାୟଣର ଦିଆହେଲା ଆଉ ଜଗନ୍ନାଥ ଲୀଳାରେ। ଏଥିରୁ ଷଷ୍ଠ ପ୍ରମାଣ, ଏଥିରୁ ଷଷ୍ଠ ଅଛି ଯେ ମମ ନିମିତ୍ତଂ କୁତଂ ପାପ ଧର୍ମାୟ କଳ୍ପତେ। ଏ ଯେଉଁ ସନାତନ ଧର୍ମରେ ସାଧନ କଥା ମଧ୍ୟ କୁହାଯାଇଛି ଆଉ ରକ୍ଷଣାବେକ୍ଷଣ ମଧ୍ୟ କଥା କୁହାଯାଇଛି, କିନ୍ତୁ ଏହା ହେଉଛି ସର୍ବଶ୍ରେଷ୍ଠ। ସେ ଶାସ୍ତ୍ରରେ କୁହାଯାଇଛି, ସେ କଥା କହିଛି ସବେ ପୁଂସା ପର ଧର୍ମ ଯତ ଭକ୍ତିର ଅଧ୍ୟକ୍ଷ ଯେ ଅହେତୁକି ଅପ୍ରୀତ୍ୟତା ଯଦାତ୍ମା ସୁପ୍ରସିଦ୍ଧ। ଯେଉଁ ଧର୍ମ ଦ୍ୱାରା ଭଗବାନଙ୍କ ପ୍ରତି ଇନ୍ଦ୍ରିୟର ଅଗୋଚର ଇନ୍ଦ୍ର ମାଧ୍ୟମରେ ଭଗବାନଙ୍କ ପ୍ରତି ଅଧୈର୍ଯ୍ୟ, ଭଗବାନଙ୍କ ପ୍ରତି ପ୍ରେମ ଭକ୍ତି ଜାତ ହୁଏ ଆଉ ଚିତ୍ତ ପ୍ରସନ୍ନ ରୁହେ। ସେ ଏବେ ଯେ ଖ୍ରୀଷ୍ଟିଆନକୁ ଭଲ ପାଉ କିମ୍ବା ଖ୍ରୀଷ୍ଟିଆନ ଧର୍ମ ଆଚରଣ କରୁ ବା ମୁସଲମାନ ଯଦି ଭଗବାନଙ୍କ ପ୍ରତି ଆଲ୍ଲାହ ପ୍ରତି କହୁ, ଈଶ୍ୱରଙ୍କ ପ୍ରତି ହଉ, ତା ପ୍ରେମ ଭକ୍ତି ଜାତ ଆଉ ଚିତ୍ତ ପ୍ରସନ୍ନ ହବ, ସେ ହିଁ ତାର ଜୀବନ ଶ୍ରେଷ୍ଠ ଧର୍ମ। ଆମେମାନେ ବହୁତ ଭାଗ୍ୟବାନ। ଏ ଯେଉଁ ଭାରତ ଭୂମିରେ ଆମେମାନେ ସେ ଜନ୍ମ ନେଇଛି, ଏହା ପବିତ୍ର ଭୂମି। ଭାରତ ଭୂମିରେ ଜନ୍ମ ହୋଇଲା ଯାହାର, ଜନ୍ମ ସାର୍ଥକ କର ପରୋପକାର। ଜନ୍ମକୁ ସାର୍ଥକ କରି ପର ଉପକାର କର। ସେଥିପାଇଁ ଏ ଯେଉଁ ଜଗନ୍ନାଥ ସଂସ୍କୃତି, ସନାତନ ଧର୍ମ, ଯେଉଁ ଆତ୍ମଧର୍ମ, ସମସ୍ତେ ଏହାକୁ ଉଦ୍ଗମ କର ଆଉ ଅନ୍ୟକୁ ଶିଖାଅ। ଏହା ହେଉଛି ପରଧର୍ମ, ଏହା ହେଉଛି ପର ଉପକାର। କ'ଣ ଦେଇପାରିବା ଆମେ କୁହନ୍ତୁ? ଏହା ହେଉଛି ପରଧର୍ମ। ଏ ପରଧର୍ମ ଅଛି, ଏହା ହେଉଛି ସବୁଠୁ ଉନ୍ନତ। ତାପରେ ଆମେ ଏ ଧର୍ମ ଘରେ ଏ ଯେଉଁ ସନାତନ ଧର୍ମ କିଭଳି ଆଚରଣ କରାଯାଏ ଆଉ ଘରେ ବିଗ୍ରହ ପୂଜା କରାଯାଏ। ବିଗ୍ରହ ପୂଜା ଆଉ ଆଚରଣ ପରବର୍ତ୍ତୀ ସମୟରେ ଆମେ ଆଲୋଚନା କରିବା। ଆଉ ସମସ୍ତଙ୍କୁ ଅନୁରୋଧ, ଏ ଯେଉଁ ଜଗନ୍ନାଥ ସଂସ୍କୃତି, ଆମର ସନାତନ ସଂସ୍କୃତି କରି ଆପଣମାନେ ଅନ୍ୟକୁ ପ୍ରଚାର କରନ୍ତୁ। ଯେଉଁମାନେ ଜାଣିପାରୁନାହାନ୍ତି, ଏ ସରଳ ହୃଦୟ ବିଶିଷ୍ଟ ଭକ୍ତିମାନେ, ଏମାନଙ୍କୁ ଶିକ୍ଷା ଦିଅନ୍ତୁ। ଆପଣ ଆମର ଯଥାଶକ୍ତି ହିସାବରେ ଶିକ୍ଷା ଦିଅନ୍ତୁ। ଏ ଆମର ପ୍ରାର୍ଥନା। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଜୟ ଜଗନ୍ନାଥ।